କାହାକୁ ପ୍ରେମ କରୁଥିଲେ କରନ୍ତୁ ଏହି ଦୁଇଟି ଉପାୟ ଆଉ ତାପରେ ଦେଖନ୍ତୁ ଏହି ଚମତ୍କାର 100 ଗୁଣ ଅଧିକ ବଢ଼ିଯିବ। ଦୁଇଟି ଉପାୟ ରହିଛି ଯାହାକୁ ଆପଣମାନେ ଭଲ ପାଉଥିବେ ସେ ଆପଣଙ୍କୁ ଆହୁରି ଅଧିକ ଭଲ ପାଇବେ। ଯଦି ଏହି ଦୁଇଟି ଜିନିଷ ଆପଣମାନେ ଇଗ୍ନୋର କରିବେ ତାହେଲେ କେବେ ହେଲେ ଭଲ ପାଇବା ବଢ଼ାଇ ପାରିବେ ନାହିଁ। ପ୍ରଥମଟି ହେଉଛି ଯଦି ଏହି ସମ୍ମାନ ଠିକ୍ ଭାବରେ ଦେଇପାରିବେ ତାହେଲେ ଭଲ ପାଇବା ବହୁତ ବଢ଼ିଯିବ। ଏହି ୱାର୍ଡ ଆପଣମାନେ ଶୁଣିଥିବେ ଅର୍ଦ୍ଧାଙ୍ଗିନୀ। ଯଦି ଆପଣମାନେ ପାର୍ଟନରଙ୍କ ଆପଣମାନଙ୍କୁ ଗାଳି ଦେଇଥାନ୍ତି, ମାଡ଼ ମାରୁଥାନ୍ତି, ନିର୍ଯାତନା ଦେଇଥାନ୍ତି, ଏହା କାହାକୁ ବି ଭଲ ଲାଗେ କି? ଏହା ଉତ୍ତରରେ ଆପଣ କହିବେ ନା। ତେଣୁ ପାର୍ଟନରଙ୍କ ସହିତ ଏଭଳି କିଛି ବ୍ୟବହାର କରିବେ ନାହିଁ କାରଣ ସେ ଆପଣଙ୍କର ଅର୍ଦ୍ଧାଙ୍ଗିନୀ। ଏହାର ଅର୍ଥ ହେଉଛି ଭଲ ବ୍ୟବହାର ଦେଖାନ୍ତୁ ଆଉ ସମ୍ମାନ ଦିଅନ୍ତୁ। ପରସ୍ପରଙ୍କ ସହିତ ସବୁବେଳେ ରହିଥାନ୍ତୁ। ଏକ ରୁଲ୍ ରହିଛି, ପ୍ରଥମେ ସେ ଆପଣଙ୍କର ଅର୍ଦ୍ଧାଙ୍ଗିନୀ ବୋଲି ଭାବନ୍ତୁ ଆଉ ତାଙ୍କୁ ସେହି ଦୃଷ୍ଟିରେ ଦେଖନ୍ତୁ। ଯଦି ଆପଣ କାହା ଉପରେ ରାଗୁଛନ୍ତି ତାହେଲେ ସେମାନଙ୍କୁ ମଧ୍ୟ ରାଗିବାକୁ ଦିଅନ୍ତୁ। ଯଦି ଆପଣ ଇଗୋ ଅଛି ତାଙ୍କୁ ମଧ୍ୟ ଇଗୋ ରଖିବାକୁ ଦେବା ଉଚିତ। ଦ୍ୱିତୀୟଟି ହେଉଛି ପରସ୍ପରଙ୍କୁ ଭଲ ଭାବରେ ବୁଝିବା ଉଚିତ। ଯେତେ ଜାଣିବା ଦରକାର ଜାଣନ୍ତୁ। ଏପରି ହେଲେ ଦୁହିଁଙ୍କ ମଧ୍ୟରେ ଭଲ ପାଇବା ବଢ଼ିବ। ଏପରି ବ୍ୟକ୍ତି ଅଛନ୍ତି ଯେଉଁମାନେ କହିଥାନ୍ତି ଯେ ସେ ତାଙ୍କ ପାର୍ଟନରଙ୍କ ବିଷୟରେ ସବୁକିଛି ଜାଣିଛନ୍ତି, କିନ୍ତୁ ଏପରି ହୋଇନଥାଏ। ସମ୍ପର୍କ ଯେତେ ଦିନର ହୋଇଥାଉ ଅଥବା ବର୍ଷ ବର୍ଷର ହୋଇଥିଲେ ମଧ୍ୟ ପାର୍ଟନରଙ୍କ ବିଷୟରେ ସବୁକିଛି ଜାଣିନଥାନ୍ତି। ଏହା ଜାଣିବାକୁ ଚେଷ୍ଟା କରନ୍ତୁ। ଭିଡ଼ିଓଟି ଭଲ ଲାଗିଲେ ନିହାତି ଗୋଟିଏ ଲାଇକ୍ କରନ୍ତୁ।